जय जगन्नाथ। हेलो फ्रेंड्स, वेलकम टू माय चैनल। आज ये वीडियो आमे प्लस 3 थर्ड सेमिस्टर एमडीसी पेपर स्टेट एडमिनिस्ट्रेशन रो यूनिट 3 रो आमे क्लास करिबा। गोटे सिलेक्शन लॉन्ग क्वेश्चन आमे दुईटी क्वेश्चन डिस्कशन करिबा। प्रथम क्वेश्चन अछि ओडिशा राज्य प्रशासन ने लाइन डिपार्टमेंट रो धारणा गठन कार्य विषय रे विस्तृत आलोचना कर। 100% ग्यारंटी यही क्वेश्चन आसीबो। तो समस्त कोन करतो वीडियो को लास्ट जाय देखतो। मु किछि इंपोर्टेंट नोट्स कहि देबी आ 5 मार्किया भी या भितर आसीबो। को भलिया 5 मार्किया आसीबो को गुडा का आसीबो मु कहि देबी। तो सेति पय सब लास्ट जाय देखतो। राज्य प्रशासन होउछि एक संगठित प्रणाली जहाँ माध्यम राज्य सरकार नीति निर्माण योजना कार्यान्वय और लोक मानक मंगलकारी कार्य को सफल भाव में चल था। ये जो राज्य प्रशासन गोटे संगठित प्रणाली कौन जो लाइन डिपार्टमेंटा जहाँ माध्यम कौन होता है ना नीति निर्माण करा जाता है, ताको योजना कार्यान्वय करा जाता है, लोक मानक मंगल पाई कौन होता है ना सफल भाव में यहाँ कार्य करा जाता है। ओडिशार राज्य प्रशासन मूल आधार हेउची लाइन डिपार्टमेंट। ओडिशार जो राज्य प्रशासन रहउची राज्य प्रशासन मूल आधार कौन लाइन डिपार्टमेंट। प्रथम आम लाइन डिपार्टमेंट रो अर्थ कौन जानिबा। देखंतु एइठी 5 मार्किया क्वेश्चन आसीबो। लाइन डिपार्टमेंट रो अर्थ कौन बा लाइन डिपार्टमेंट कहले आपण कौन बुझते। एइठी 2 मार्किया क्वेश्चन भी एटा आसी पारे। तो सेइति भाई कहूची वीडियो को लास्ट जाय देखंतु। जदि पढ़ला 2 मार्किया क्वेश्चन कौन करिवे ए लिखिबे लाइन डिपार्टमेंट बुली सेभली विभाग गुड़िक कुहाଯାଏ ଯେଉଁମାନେ ସରକାର ନୀତିକୁ ସିଧାସଳଖ ଭାବରେ ଜନସାଧାରଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଥାନ୍ତି। ଲାଇନ୍ ଡିପାର୍ଟମେଣ୍ଟ ଆମେ କାହା କହିବା ଯେଉଁମାନେ କ'ଣ କରନ୍ତି ସରକାରଙ୍କ ନୀତିକୁ ଆଣିକି ସିଧାସଳଖ ଭାବରେ ଜନସାଧାରଣ ପାଖରେ ପହଞ୍ଚାଇ ଥାନ୍ତି। ସେଇଆକୁ ଆମେ ଲାଇନ୍ ଡିପାର୍ଟମେଣ୍ଟ କହିବା ବା ସେଇଆକୁ ଆମେ ଲାଇନ୍ ଡିପାର୍ଟମେଣ୍ଟ ବୋଲି ବୁଝନ୍ତି। ଏହି ବିଭାଗ ଗୁଡ଼ିକ ରାଜ୍ୟ ସଚିବାଳୟରୁ ଆରମ୍ଭ କରି ଜିଲ୍ଲା ବ୍ଲକ ଗ୍ରାମ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି। ଏମାନେ କ'ଣ କରନ୍ତି ନା ଜିଲ୍ଲା ବ୍ଲକ ଗ୍ରାମ ସ୍ତରରେ ଏମାନେ କ'ଣ କରନ୍ତି ନା ଗ୍ରାମ ସ୍ତରରୁ ଏ ଯୋଉ ଧର ଉପର ସ୍ତରରୁ କ'ଣ କ୍ଷମତା ବିକେନ୍ଦ୍ରୀକରଣ କରିକି ଆଣିକି ଲୋକମାନଙ୍କ ପାଖରେ ସବୁ ସୁବିଧା ସୁଯୋଗ ପହଞ୍ଚାନ୍ତି। ଯେମିତିକି ଦେଖନ୍ତୁ ଆପଣଙ୍କୁ ଯେଉଁ ଘର ମିଳୁଛି ସେଇଟା କ'ଣ ଆପଣଙ୍କୁ ସରପଞ୍ଚ କରିଦେଉଛି। ଏ ଯେଉଁ ଜିଆର୍ଏସ୍ର ଯେଉଁମାନେ ଚାକିରି କରୁଛନ୍ତି ସେମାନେ ଆସିକି ତଦାରଖ କରି କରୁଛନ୍ତି ସେଇଭଳିଆ କଥା। ତାପରେ ଲାଇନ୍ ଡିପାର୍ଟମେଣ୍ଟର ଗଠନ। ଲାଇନ୍ ଡିପାର୍ଟମେଣ୍ଟ କାହାକୁ କାହାକୁ ନେଇକି ଗଠନ ହୋଇଥାଏ ଏଇଟା 5 ମାର୍କିଆ ଆସିପାରେ। ଲାଇନ୍ ଡିପାର୍ଟମେଣ୍ଟର ଗଠନ ଖାଲି ଏମିତି ପଡ଼ିବ ଟିପନ ଲେଖ ଲାଇନ୍ ଡିପାର୍ଟମେଣ୍ଟର ଗଠନ। ତ ଭିଡ଼ିଓକୁ ଲାଷ୍ଟ ଯାଏ ଦେଖନ୍ତୁ। ଏଇ କ୍ୱେଶ୍ଚନ୍ ତ ଆସିବ, ଭିଡ଼ିଓକୁ ଲାଷ୍ଟ ଯାଏ ଦେଖନ୍ତୁ। ମୁଁ ନୋଟ୍ ବି ବଡ଼ କରିନି, ଯେତିକି ନୋଟ୍ କରିଛି ସେତିକି ଯାଇକି ହିଁ ଆପଣ ଏକ୍ଜାମ୍ରେ ଲେଖିବେ। ଏଇ କ୍ୱେଶ୍ଚନ୍ ଆସିବ। ଓଡ଼ିଶାର ଲାଇନ୍ ଡିପାର୍ଟମେଣ୍ଟ 3 ଗୋଟି ସ୍ତରରେ କାର୍ଯ୍ୟ କରେ। ସେଇ ସବୁ ସ୍ତର କ'ଣ ଗୋଟେ ହେଲା ରାଜ୍ୟ ସଚିବାଳୟ ସ୍ତର, ଆଉ ଗୋଟେ ହେଲା ନିର୍ଦ୍ଦେଶାଳୟ ସ୍ତର, ଆଉ ଗୋଟେ ହେଲା ଜିଲ୍ଲା ଓ ତଳ ସ୍ତର। ଏଇ 3ଟି ସ୍ତରରେ କାର୍ଯ୍ୟ କରେ। 1 ମାର୍କିଆ ଆସିଲେ କେତୋଟି ସ୍ତରରେ କାର୍ଯ୍ୟ କରେ ଲାଇନ୍ ଡିପାର୍ଟମେଣ୍ଟ 3ଟି ସ୍ତରରେ ଲେଖିବେ। ସଚିବାଳୟ ସ୍ତରରେ ଏକ ମନ୍ତ୍ରୀ ଏକ ସଚିବ ଥାନ୍ତି। ନିର୍ଦ୍ଦେଶାଳୟ ସ୍ତରରେ ଡିରେକ୍ଟର କମିଶନର ଥାନ୍ତି। ଜିଲ୍ଲା ସ୍ତରରେ ଡିଷ୍ଟ୍ରିକ୍ଟ ଅଫିସର କାର୍ଯ୍ୟ କରନ୍ତି। ତାହେଲେ 3ଟି ସ୍ତରର କେଉଁମାନେ କାର୍ଯ୍ୟ କରନ୍ତି ଏଇଟା ଆସିବ 1 ମାର୍କିଆ। ମନେ ରଖିବେ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ସେଇଥିପାଇଁ କହୁଛି ଭିଡ଼ିଓକୁ ଲାଷ୍ଟ ଯାଏ ଦେଖନ୍ତୁ। ଏଇ କ୍ୱେଶ୍ଚନ୍ ଆସିବ, କାଲି ଯାଇକି ଲେଖିବେ। ତାପରେ ଓଡ଼ିଶାର ମୁଖ୍ୟ ଲାଇନ୍ ଡିପାର୍ଟମେଣ୍ଟ। ମୁଖ୍ୟ ଲାଇନ୍ ଡିପାର୍ଟମେଣ୍ଟ କେଉଁମାନେ ରହୁଛନ୍ତି ଓଡ଼ିଶାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ଗୃହ ବିଭାଗ, ଅର୍ଥ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଶିକ୍ଷା ବିଭାଗ, କୃଷି ଓ କୃଷି ସଶକ୍ତିକରଣ ବିଭାଗ, ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗ୍ରାମୀଣ ଉନ୍ନତି ବିଭାଗ। ଏ ଯେଉଁ ଲାଇନ୍ ଡିପାର୍ଟମେଣ୍ଟ କହିଲେ ତାର ଆପଣ କ'ଣ ବୁଝନ୍ତି ଏଇଠି ଯେଉଁ କ'ଣ ନା ସରକାରଙ୍କ ରାଜ୍ୟର ସରକାରଙ୍କର ଯେଉଁ ସବୁ କାର୍ଯ୍ୟ ଅଛି ସେ ସବୁ ଯେଉଁ ସ୍କିଲ୍ ବା ସ୍କିମ୍ ଅଛି ସେଗୁଡ଼ା କ'ଣ କରନ୍ତି ନା ଆଣିକି ଲୋକମାନଙ୍କ ପାଖରେ ପହଞ୍ଚାନ୍ତି। ଯେଉଁ ବିଭାଗ ସବୁ ଅଛି राज्य अंडर अच्छी से गुड़ा सब कौन कहुए ना लाइन डिपार्टमेंट से विभाग सब कहते हैं। लाइन डिपार्टमेंट कार्य यहाँ मोस्ट इंपोर्टेंट 5 मार्क आसो। जब 5 मार्क आसो तो आप कौन करेंगे मुझे कौन लंग क्वेश्चन भाव में कौन मुझे सर्ट करके नोट कर 5 मार्क आसटा आप अधिक लिखा पड़ो। ये लाइन डिपार्टमेंट कार्य क्या चार्ज जीपीटी सर्च करेंगे। जब चार्ज जीपीटी की से सर्च करेंगे लाइन डिपार्टमेंट कार्य इन ओडिया से कौन नोट पलि आसो के 200 शब्द एमती जितेर भी आप नोट चाहिए से पलि आसो। तो यहाँ कौन आम लंग क्वेश्चन मुझे लाइन डिपार्टमेंट गुरुत्व। लाइन डिपार्टमेंट गुरुत्व कौन लाइन डिपार्टमेंट राज्य प्रशासन मलदुआ होगा सह ग्रामरू गवर्नर पर्यंत सेतु सृष्टि करे। या छड़ा
ସରକାର ଯୋଜନା କାର୍ଯ୍ୟାନ୍ୱୟନ ସମ୍ଭବ ନୁହେଁ। ଏସବୁ କ'ଣ କରେ ନା ସରକାରଙ୍କ ଯୋଜନାକୁ ଏଇଟା କାର୍ଯ୍ୟକାରୀ କରିଥାଏ ଆଉ। ଉପସଂହାର ସେହିପରି ଲାଇନ୍ ଡିପାର୍ଟମେଣ୍ଟ ଓଡ଼ିଶାର ରାଜ୍ୟ ପ୍ରଶାସନ ମୂଳ ଆଧାର ଭାବରେ କାମ କରୁଛନ୍ତି। ସେମାନେ ଲୋକମାନଙ୍କ ଆବଶ୍ୟକତା ଓ ସରକାର ନୀତି ମଧ୍ୟରେ ସେତୁ ରୂପେ କାର୍ଯ୍ୟ କରନ୍ତି। ସେମାନେ କ'ଣ କରନ୍ତି? ଲୋକମାନଙ୍କ ଆବଶ୍ୟକତା ଆଉ ସରକାରଙ୍କ ନୀତି ନିୟମ ବିଷୟରେ ଗୋଟେ ସେତୁ ମାନେ ଗୋଟେ ସଂଯୋଗକ ଭାବରେ ସେମାନେ କାର୍ଯ୍ୟ କରନ୍ତି। କୋଉମାନେ? ଯୋଉ ଲାଇନ୍ ଡିପାର୍ଟମେଣ୍ଟ ଗୁଡ଼ାକ ରହୁଛି ଏଗୁଡ଼ା ସବୁ କ'ଣ ଲାଇନ୍ ଡିପାର୍ଟମେଣ୍ଟ ଏସବୁ ମନେ ରଖିଦେବେ। ଲଙ୍ଗ କ୍ୱେଶ୍ଚନ ପଢ଼ିଲେ ଏତିକି ଲେଖିବେ। ଦେଖନ୍ତୁ ମୁଁ କେତେ ସର୍ଟ କରିକି ଆଣିଛି, ଯାହାଦ୍ୱାରା ଏତିକି ପଢ଼ିବେ ଏତିକି ଲେଖିବେ, ଆଉ ମାନେ ଅଧିକ ପଢ଼ିବାର ନାହିଁ କାହିଁକିନା ଏକ୍ଜାମ ଅଛି। ତାପରେ ଏଠି ଓଡ଼ିଶାର ରାଜ୍ୟ ପ୍ରଶାସନ ମୁଖ୍ୟ ସଚିବ, ରାଜ୍ୟ ସଚିବ ଓ ବିଭିନ୍ନ ବିଭାଗ ଭୂମିକା ଓ କାର୍ଯ୍ୟ ବିଷୟରେ ଆଲୋଚନା କର। ଦିଟା ଯାକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ଏଇ କ୍ୱେଶ୍ଚନ ହିଁ ଆସିବ ଦେଖିବେ। ତାପରେ ଓଡ଼ିଶାର ରାଜ୍ୟ ପ୍ରଶାସନ ଏକ ସଂଗଠିତ ପ୍ରଶାସନିକ ବ୍ୟବସ୍ଥା, ଯାହା କେନ୍ଦ୍ରବିନ୍ଦୁ ହେଉଛି ମୁଖ୍ୟ ସଚିବ, ରାଜ୍ୟ ସଚିବ। ଏହା ସରକାରଙ୍କ ନୀତି ନିର୍ମାଣ ଓ କାର୍ଯ୍ୟାନ୍ୱୟନ ମୁଖ୍ୟ ଭୂମିକା ନିର୍ବାହ କରେ। ଏଇ ଯୋଉ ମୁଖ୍ୟ ସଚିବ ଅଛନ୍ତି ଆଉ ରାଜ୍ୟ ସଚିବ ଅଛନ୍ତି, ଏମାନେ କ'ଣ କରନ୍ତି ନା ସରକାରଙ୍କ ନୀତିକୁ କାର୍ଯ୍ୟକାରୀ କରନ୍ତି। ମନେ ରଖିବେ, ମୁଖ୍ୟ ସଚିବର କାମ କ'ଣ ଆଉ ରାଜ୍ୟ ସଚିବର କାମ କ'ଣ? ଏମାନେ ସରକାର ନୀତିକୁ ଏମାନେ କାର୍ଯ୍ୟକାରୀ କରିବେ। ମୁଖ୍ୟ ସଚିବ କ'ଣ? ଚିଫ୍ ସେକ୍ରେଟାରୀ କୁହାଯାଏ। ମୁଖ୍ୟ ସଚିବକୁ ଚିଫ୍ ସେକ୍ରେଟାରୀ କୁହାଯାଏ। ଚିଫ୍ ସେକ୍ରେଟାରୀ ହେଉଛନ୍ତି ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ସିଭିଲ ସେବକ। ତାଙ୍କର କାର୍ଯ୍ୟ କ'ଣ ରହୁଛି? ତାଙ୍କର କାର୍ଯ୍ୟ ରାଜ୍ୟ ସରକାରଙ୍କ ମୁଖ୍ୟ ପ୍ରଶାସନିକ ପରାମର୍ଶଦାତା। ରାଜ୍ୟ ସରକାରର କ'ଣ ମୁଖ୍ୟ ପରାମର୍ଶ, ରାଜ୍ୟ ସରକାରକୁ ସେ ପରାମର୍ଶ ଦିଅନ୍ତି। ସଚିବାଳୟର ମୁଖ୍ୟ, ସଚିବାଳୟର ସେ ମୁଖ୍ୟ ଅଟନ୍ତି। ତା ସହିତ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଆଣନ୍ତି, କ୍ୟାବିନେଟ ନିଷ୍ପତ୍ତି କାର୍ଯ୍ୟାନ୍ୱୟନ କରନ୍ତି, ସଙ୍କଟ ସମୟର ନେତୃତ୍ୱ ନିଅନ୍ତି। ଏଇଟା ଥିଲା ମୁଖ୍ୟ ସଚିବଙ୍କର କାର୍ଯ୍ୟ, ମୁଖ୍ୟ ସଚିବ ବା ଚିଫ୍ ସେକ୍ରେଟାରୀ। ତାପରେ ରାଜ୍ୟ ସଚିବର କ'ଣ? ଷ୍ଟେଟ୍ ସେକ୍ରେଟାରୀ କୁହାଯାଏ ତାଙ୍କୁ। ତାର ରାଜ୍ୟ ସଚିବ ହେଉଛନ୍ତି ରାଜ୍ୟ ସରକାରର ନୀତି ନିର୍ମାଣ କେନ୍ଦ୍ର। ରାଜ୍ୟ ସରକାରର କ'ଣ କରନ୍ତି ନା ସେ ନୀତି ଗୁଡ଼ିକ ନିର୍ମାଣ କରିଥାନ୍ତି। ତାଙ୍କ ଗଠନ କେମିତି ହୁଏ? ଏଇ ଯୋଉ ସେକ୍ରେଟାରୀଟା କେମିତି ଗଠନ ହୁଏ? ତା ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ, ଚିଫ୍ ସେକ୍ରେଟାରୀ, ପ୍ରିନ୍ସିପାଲ ସେକ୍ରେଟାରୀ ଆଉ ଜଏଣ୍ଟ ହେଲା ଡେପୁଟି ସେକ୍ରେଟାରୀ, ଯୋଉଟା ଡେପୁଟି ସେକ୍ରେଟାରୀ, ଏକୁ ନେଇକି କ'ଣ ହେଇଥାଏ ନା ସେକ୍ରେଟାରୀଟା ଗଠନ ହୋଇଥାଏ। ତାଙ୍କର କାର୍ଯ୍ୟ କ'ଣ ଦେଖିବା, ଆମେ କାର୍ଯ୍ୟ ଜାଣିବା। ଲଙ୍ଗ କ୍ୱେଶ୍ଚନ ପଢ଼ିଲେ ଏ ଯୋଉ ଭଳିଆ ପଏଣ୍ଟ କରାଯାଇଛି ଏତିକି ପଏଣ୍ଟ କରିକି ଲେଖିବେ, ଅଧିକ ଲେଖିବା ଦରକାର ନାହିଁ। ନୀତି ନିର୍ମାଣ, ବଜେଟ ପ୍ରସ୍ତୁତି, ନିୟମ ଓ ଆଇନ ତିଆରି, ବିଭାଗ ଉପରେ ନିରୀକ୍ଷଣ, ଏଇସବୁ ଥିଲା ତାଙ୍କର କାର୍ଯ୍ୟ। ତାପରେ ବିଭିନ୍ନ ବିଭାଗର କ'ଣ ଭୂମିକା ରହୁଛି? ଗୃହ ବିଭାଗର ଭୂମିକା ରହୁଛି ଆଇନ ସୁରକ୍ଷା କରିବା। ତାପରେ ଅର୍ଥ ବିଭାଗର ରହୁଛି ଆର୍ଥିକ ପରିଚାଳନା କରିବା। ଶିକ୍ଷା ବିଭାଗର ରହୁଛି ଶିକ୍ଷାର ଉନ୍ନତି କରିବା। ସ୍ୱାସ୍ଥ୍ୟ ବିଭାଗର ରହୁଛି ସ୍ୱାସ୍ଥ୍ୟ ସେବା କରିବା। ତାପରେ ଚିଫ୍ ସେକ୍ରେଟାରୀ ଓ ସେକ୍ରେଟାରୀଙ୍କ ସମ୍ପର୍କ, ତାଙ୍କ ସମ୍ପର୍କ କ'ଣ ନା ସେ ହେଉଛନ୍ତି କେନ୍ଦ୍ରବିନ୍ଦୁ, ସେକ୍ରେଟାରୀର କେନ୍ଦ୍ରବିନ୍ଦୁ ଭାବରେ ସମସ୍ତ ବିଭାଗ ଏକ ସୂତ୍ର ରୂପେ ବାନ୍ଧି ରଖନ୍ତି। ସମସ୍ତ ବିଭାଗକୁ ଏ ଦି ଜଣ କ'ଣ କରନ୍ତି ନା ବାନ୍ଧିକି ରଖନ୍ତି। ଉପସଂହାରର ଏତିକି ଲେଖିଦେବେ। ଓଡ଼ିଶା ରାଜ୍ୟର ପ୍ରଶାସନିକ ଚିଫ୍ ସେକ୍ରେଟାରୀ ଓ ଷ୍ଟେଟ୍ ସେକ୍ରେଟାରୀ ଉପରେ ଭିତ୍ତି କରି ଚାଲିଥାଏ। ସେମାନଙ୍କ ସକ୍ରିୟ ଭୂମିକା ଛଡ଼ା ସୁଶାସନ ସମ୍ଭବ ନୁହେଁ। ତ ଯୋଉମାନଙ୍କର ଟାଇମ୍ ଅଛି ଲଗ୍ କରିକି ଅଧିକ ପଢ଼ିବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ମଧ୍ୟ ମୁଁ କହିଦେଉଛି। ଏଇଠି ଦେଖନ୍ତୁ କେମିତି ସେମାନେ ଲଗ୍ କରିକି ପଢ଼ିପାରିବେ। ଏଇଟା ଯିବେ, ଏଇଠି ଲାଇନ୍ ଡିପାର୍ଟମେଣ୍ଟ ଗଠନ, ମୁଁ କ'ଣ ଗୋଟେ ସର୍ଟ କରିଦେଇଛି। ତ ଆପଣ କ'ଣ କରିବେ? ଚାଟ୍ ଜିପିଟି ଡାଉନଲୋଡ୍ କରିବେ। ସେଇଠି ଯାଇକି ଚାଟ୍ ଜିପିଟିର କ'ଣ କରିବେ ନା ଲାଇନ୍ ଡିପାର୍ଟମେଣ୍ଟ ଗଠନ ଇନ୍ ଓଡ଼ିଆ ଲେଖିଦେବେ। ଆନ୍ସର ଇନ୍ କେତେ 200 ୱାର୍ଡ଼, ତ 200 ୱାର୍ଡ଼ ସେଇଠି ପଳେଇ ଆସିବ। ଯାହାର ଯେତେ ଲଙ୍ଗ ଦରକାର ଲଗ୍ କରିପାରିବେ। ତ ଏଇଟା ଏକ୍ଜାମ୍ରେ ଯେତିକି ଲେଖିବେ ମୁଁ ସେତିକି କରିଛି। ଜୟ ଜଗନ୍ନାଥ। ଭିଡ଼ିଓ କେମିତି ରଖିବା ନେକ୍ସଟ ଭିଡ଼ିଓ ପାଇଁ ସମସ୍ତେ କମେଣ୍ଟ କରିବେ।